ଲାଗୁଛି ତମକୁ ଶୀତ ଲାଗୁଛି ଆଉ ଆଜି ଆମେ ଗୋଟେ ପଢିବା ଗପଟେ ହେଲା କଣ ପଢିବା ଗପ ଗର୍ବର ଫଳ ଗର୍ବ କଲେ କଣ ସବୁ ଫଳ ପାଆନ୍ତି ବୁଝିପାରିଲ କଣ କହୁଛି ଯେ ଦୁଷ୍ଟ କାମ କରିବ କଣ ଫଳ ପାଇବ ଗର୍ବ କଲେ କଣ ପାଇବ ହାଁ ଗର୍ବ ଗୋଟେ ଖରାପ କାମ ହେଲା ତ ଖରାପ ଗୁଣଟେ ଏକ ପୋଖରୀ ହୁଡ଼ାରେ ଥିବା ସାରୁ ଗଛ ଗୁଡ଼ିକ ମଧ୍ୟରେ ମା ବେଙ୍ଗଟି ତାର ଛୁଆମାନଙ୍କୁ ନେଇ ରହୁଥିଲା ଗୋଟେ ପୋଖରୀ ହୁଡ଼ାରେ କଣ ଗୋଟେ ସାରୁ ବୁଦାମୂଳରେ କଣ ଗୋଟେ ବେଙ୍ଗଟି ତା ପିଲାମାନଙ୍କୁ ନେଇକି ରହୁଥିଲା ମୁଁ ଯାହା କହୁଛି ସବୁ ମନ ଦେଇକି ଶୁଣ ମୁଁ ପଚାରିବି ହେଲା କଣ କହୁଛି ତାପରେ ମତେ କହିବ ସବୁ ଗୋଟେ ବେଙ୍ଗଟେ କଣ କରୁଥିଲା ସାରୁ ମୂଳରେ ନେଇ ତା ପିଲାମାନଙ୍କୁ ରହୁଥିଲା ଦିନେ ମା ବେଙ୍ଗଟି ଆହାର ଖୋଜିବା ପାଇଁ ଛୁଆମାନଙ୍କୁ ଛାଡ଼ି କିଛି ଦୂର ଚାଲି ଯାଇଥିଲା ସେ ଯୋଉ ସାରୁ ବୁଦାମୂଳରେ ତା ପିଲାମାନଙ୍କୁ ଛାଡ଼ିକିରି ସେ ଆହାର ଖୋଜିବା ପାଇଁ ତା ଖାଦ୍ୟ ଖୋଜିବା ପାଇଁ ସେ ପିଲାମାନଙ୍କୁ ଛାଡ଼ି ଦୂରକୁ ଯାଇଥିଲା ଏହି ସମୟରେ ଗୋଟିଏ ଷଣ୍ଢ ପୋଖରୀକୁ ପାଣି ପିଇବାକୁ ଆସିଲା এই সময় কোন তা মাছ তবে নথিলা সেতি করে সে কোন করতেলা ষণ্ঢটিয়ে পানি পিବାକୁ সেই পোখରୀ গুলোକୁ ଆସିଥିଲା ବେଙ୍ଗ ଛୁଆ ମାନେ ଏତେ ବଡ଼ ଜୀବଟାଏ ଆଗରୁ କେବେ ଦେଖିନଥିଲେ ଏତେ ବଡ଼ ଜୀବ କଣ ବେଙ୍ଗ ମାନେ ଦେଖିନଥିଲେ ଷଣ୍ଢକୁ ଦେଖି ସେମାନେ ଖୁବ୍ ଡରିଗଲେ ସେମାନେ କଣ କଲେ ଷଣ୍ଢକୁ ଦେଖିକି ଖୁବ୍ ଡରିଗଲେ ଏତେ ବଡ଼ ଜିନିଷ କେବେ ଦେଖିନଥିଲେ ନା ଜୀବକୁ ଭୟରେ ଥରିବାକୁ ଲାଗିଲେ କିଛି ସମୟ ପରେ ମା ବେଙ୍ଗଟି ଫେରି ଆସିଲା ବେଙ୍ଗ ପିଲାଏ ମାକୁ ବେଢି ଯାଇ କହିଲେ ମାଲୋ ମା ଆଜି ଆମେ ଗୋଟିଏ ଖୁବ୍ ବଡ଼ ଜୀବକୁ ଦେଖିଲୁ ମାଲୋ ମା ଆମେ ଆଜି ଗୋଟେ ବଡ଼ ଜୀବକୁ ଦେଖିଲୁ ତାକୁ ପରା ଦେଖିବା ପାଇଁ ଆମ ଆଖି ପାଇଲା ନାହିଁ ସେ ଏତେ ବଡ଼ ହେଇଛି ଯେ ଆମ ଆଖି ପାଇଲାନି କେତେ ବଡ଼ ହେଇଛି ମା ବେଙ୍ଗ ପିଲାମାନଙ୍କୁ ସେ ସବୁଠାରୁ ବଡ଼ ବୋଲି ଆଗରୁ କହିଥିଲା ମା ବେଙ୍ଗ କଣ କହିଥିଲା ସେ ପିଲାମାନଙ୍କୁ ସେ ହଉଛି ସବୁଠୁ ବଡ଼ ସେ କହୁଥିଲା ତା ପିଲାମାନଙ୍କୁ କଣ କହୁଥିଲା କହିଲା ମୁଁ ସବୁଠୁ ବଡ଼ ମୋଠୁ କିଏ ବଡ଼ ସେ କହିଥିଲା କିନ୍ତୁ ଯେତେବେଳେ ତା ମା ଯେତେବେଳେ ପିଲାମାନେ ଦେଖିଲେ ଗୋଟେ ବଡ଼ ଜୀବଟେ ଆସିଲା ସେ କହୁଥିଲେ ଷଣ୍ଢ କିନ୍ତୁ ଦେଖିଲେ ଗୋଟେ ବଡ଼ ଜୀବଟେ ଆସିଥିଲା ସେତେବେଳେ ତା ମାଆକୁ କହିଲା କି ଆମେ ଗୋଟେ ବଡ଼ ଜୀବ ଦେଖିଲୁ ହେଲା ତେଣୁ ସେ ପିଲାମାନଙ୍କୁ ପଚାରିଲା ପିଲାଏ ସେ କଣ ମୋଠାରୁ ବଡ଼ ସେ ନିଜକୁ ଫୁଲେଇଲା ତାପରେ କହିଲା ମୋଠୁ ବଡ଼ ତାପରେ ପିଲାମାନେ କହିଲେ ଏକ ସ୍ୱରରେ କହିଲେ ହଁ ମା ସେ ତୁମଠାରୁ ଖୁବ୍ ବଡ଼ ମା ବେଙ୍ଗ ମନରେ ତ ଗର୍ବ ଥାଏ ମା ବେଙ୍ଗର ତ ମନରେ ବହୁତ ଗର୍ବ କି ମୁଁ ବଡ଼ ବୋଲି ସେ ନିଶ୍ୱାସ ନେଇ ପେଟକୁ ଫୁଲେଇ କହିଲା ଏମିତି ପୁରା ନିଶ୍ୱାସ ନେଇକି ପୁରା ପେଟକୁ ଏମିତି ଫୁଲେଇକି କହିଲା ହେଲା କଣ କହିଲା କଣ ଏତିକି ବଡ଼ କହିଲା ଏମିତି ଫୁଲେଇଲା କହିଲା ଏତିକି ବଡ଼ ପିଲାଟି କହିଲେ ନା ମା ସେ ତୁମଠାରୁ ଆହୁରି ବଡ଼ ଷଣ୍ଢ ନା ବେଙ୍ଗ କେତେ ଏଡ଼ିଟେ ହେଇଥିବ ସେ ଫୁଲେଇ ଏଡ଼ିଟେ ହବ ନା ସେ କହିଲା ନା ମୋ ସେ ତ ଆହୁରି ବଡ଼ একথা মা বেঙ্গু খুব বাধিলা একথা কোন না মা বেঙ্গକୁ খুব বাধিলা ସେ খুব বড় ହେବା ପାଇଁ ଥରକୁ ଥର ଫୁଲିବାକୁ ଲାଗିଲା ଆଉ ସେ ନିଜ ଫୁଲେଇବା ପାଇଁ କଣ ନା ବଡ ହେବା ପାଇଁ ଅଧିକ ଜୋରସରେ ଫୁଲିଲା ଏହିପରି ଫୁଲୁ ଫୁଲୁ ଶେଷରେ ପେଟ ଫାଟି ଠୋ କରି ଫାଟିଗଲା ତା ପେଟ କଣ ହେଲା ଲାଷ୍ଟକୁ ଫୁଲ ଢୋକ ନା ପେଟ ଫାଟିଗଲା ବେଙ୍ଗଟି ନିଜକୁ ବଡ କରି ପିଲାଙ୍କୁ ଦେଖାଇ ହେବାର ନିଶା ଛାଡିଗଲା ଯେତେବେଳେ ପେଟ ଫାଟିଗଲା ମରିଗଲା ପିଲାମାନଙ୍କୁ ବଡ଼ ହେବାର ନିଶା ଛାଡ଼ିଗଲା ଅଯଥାରେ ତାର ପ୍ରାଣ ଗଲା ଗର୍ବ ଗଲା ବୋଲି କଣ ହେଲା ଅଯଥାରେ ତାର ପ୍ରାଣ ଗଲା ସେ ଯଦି ଗର୍ବ କରିନଥାନ୍ତା କି ମୁଁ ଜଡ଼ିଟେ ସେଡ଼ିଟେ ମୁଁ କାହିଁ ପେଟ ଫୁଲେଇବି ହଉ ଆଉ କଣ ଆମଠୁ କଣ ବଡ଼ ନାହାନ୍ତି ବୁଝିପାରିଲ ଏଇଟା ମୁଁ ହେଇଛି ମୋଠୁ କଣ ବଡ଼ ଲୋକ ନାହାନ୍ତି ବୁଝିପାରୁଛ ତ ମୁଁ କାହିଁ ଗର୍ବ କରି ହେଇକି ଫୁଲେଇଗଲେ ମୁଁ ସେଡ଼ଟା ହେଇଯିବି ବୁଝିପାରିଲ ତାହେଲେ ମୁଁ କୋଶ୍ଚିନ୍ କେତେଟା ପଚାରୁଛି ସମସ୍ତଙ୍କୁ ମନେ ରଖିଲ କୋଶ୍ଚିନ୍ କେତେଟା ପଚାରୁଛି ମତେ କହିବ କହିଲ ମା ବେଙ୍ଗଟି ତା ଛୁଆମାନଙ୍କୁ ନେଇ କେଉଁଠି ରହୁଥିଲା କାହାକୁ ଆସିବ ମା ବେଙ୍ଗଟି ତା ଛୁଆମାନଙ୍କୁ ନେଇ କୋଉଠି ରହୁଥିଲା କୋଉଠି ସାରୁ ବୁଦାମୂଳରେ ରହୁଥିଲା ଶୁଣାଗଲା ବେଙ୍ଗ ଛୁଆମାନେ କଣ ଦେଖିଲେ ବଡ଼ ଷଣ୍ଢକୁ ଦେଖିଲେ ହଁ ପିଲାମାନଙ୍କୁ ନିଜର ବଡ଼ିମା ଦେଖାଇ ମା ବେଙ୍ଗ କଣ କଲା ମା ବେଙ୍ଗ ତା ପେଟକୁ ଫୁଲାଇବାକୁ ଲାଗିଲା ମା ବେଙ୍ଗଟି ଗର୍ବର ଫଳ କିପରି ପାଇଲା ସେ ପେଟ ଫୁଲାଉ ତା ପେଟ ଠୋକିନା ଫାଟିଲା ଗର୍ବର ଫଳ କଣ ହେଲା ନିଜେ ମଲା ପେଟ ଫାଟିଲା ଆଉ ନିଜେ ମଲା ତାହେଲେ କଣ ଶିଖିଲ କେବେ ଗର୍ବ କରିବନି କି ମୋର ଏତିକି ସେତିକି ହେଲା ତ କଣ କହୁଛି ଆଉ ମୁଁ ଏତେ ଅଛି ନା ମୋ ସେଥିରେ ମୋଠୁ ବି ଆହୁରି କେତେ ଜଣଙ୍କର ଅଧିକ ଅଛି ହେଲା ଏଇଟା ମୁଁ କାଲି ପଚାରିବି ଆଉ ଥରେ ହେଲା ତ